କିଶୋରନଗର ବ୍ଲକଠାରେ କଂଗ୍ରେସ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ବ୍ଲକ ଅନ୍ତର୍ଗତ ସାଧୁପାଲି ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ କଂଗ୍ରେସ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଡକ୍ଟର ଲଲାଟେନ୍ଦୁ ମହାପାତ୍ର, ବିଜୟାନନ୍ଦ ଚାଉଳିଆ, ଜିଲ୍ଲା ସଂଯୋଜକ ଅମ୍ବିକା ପ୍ରସାଦ ଭଟ୍ଟ ଓ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ କଂଗ୍ରେସ ଦଳର ଭୋଟ ହାର କିପରି ଭାବରେ ବଢ଼ିବ ଓ ରାଜ୍ୟରେ ଦଳ ସରକାର ଗଢ଼ି ପାରିବ ତାହା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ 200ରୁ ଉର୍ଦ୍ଧ୍ୱ ସକ୍ରିୟ କର୍ମୀ, ବରିଷ୍ଠ ନେତାଗଣ ଓ ବୁଦ୍ଧିଜୀବୀ ଯୋଗଦେଇ ଅଂଶଗ୍ରହଣ କରିଥିଲେ। କିଶୋରନଗରରୁ ଦୀପକ କୁମାର ସାହୁଙ୍କ ରିପୋର୍ଟ, ଆଠମଲ୍ଲିକ ସମାଚାର।